ସାନ୍ଧ୍ୟ ପାଠକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ପଢ଼ିବା 1968 ଫେବୃଆରୀ ମାସର ସମ୍ପାଦକୀୟ ମାଙ୍କର 90ତମ ଜନ୍ମୋତ୍ସବ। ମାଙ୍କର ଏହି ପବିତ୍ର 90ତମ ଜନ୍ମୋତ୍ସବରେ 21/2/1968 ଆମମାନେ ଗଭୀର ଶ୍ରଦ୍ଧା ନିବେଦନ କରୁଛୁ। ମାଙ୍କର କାର୍ଯ୍ୟରେ ଆମମାନଙ୍କର ସମର୍ପଣ, ଶ୍ରଦ୍ଧା, ବିଶ୍ୱାସ ଗଭୀରରୁ ଗଭୀରତର ହେଉ ଏବଂ ପୂର୍ଣ୍ଣାଙ୍ଗତା ପ୍ରାପ୍ତ ହେଉ। ଦିବ୍ୟ ପ୍ରେମ ପ୍ରତିଷ୍ଠାରେ ସତ୍ୟର ବିଜୟରେ ଆମମାନେ ଯଥାର୍ଥରେ ଯେପରି ସହଯୋଗୀ ହୋଇପାରୁ, ଏଥିପାଇଁ ମାଙ୍କ ନିକଟରେ ଗଭୀର ପ୍ରାର୍ଥନା କରୁଛୁ। ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥନା କିଛି ହୋଇନପାରେ। ମାଙ୍କ ଜନ୍ମଦିନରେ ମାଙ୍କୁ ପ୍ରାର୍ଥନା କରିବା ଯେ ତୁମ ନିକଟରେ ଆମମାନଙ୍କର ଶ୍ରଦ୍ଧା, ସମର୍ପଣ, ବିଶ୍ୱାସ ଆହୁରି ଗଭୀରରୁ ଗଭୀରତର ହେଉ ଏବଂ ଦିବ୍ୟ ପ୍ରେମ ପ୍ରତିଷ୍ଠାରେ ସତ୍ୟର ବିଜୟରେ ଆମମାନେ ଯଥାର୍ଥରେ ଯେପରି ସହଯୋଗ ହୋଇପାରୁ। ଦିବ୍ୟ ପ୍ରେମ ପ୍ରତିଷ୍ଠାରେ ସତ୍ୟର ବିଜୟ, ଦିବ୍ୟ ପ୍ରେମ ପ୍ରତିଷ୍ଠା ମାନେ ସତ୍ୟର ବିଜୟ ଏବଂ ସେଥିରେ ଆମେ ଯଥାର୍ଥରେ ଯେପରି ସହଯୋଗ ହୋଇପାରୁ। ଆମର ସହଯୋଗ ଉପରେ ନିର୍ଭର କରିବନି, କିନ୍ତୁ ଆମେ ସହଯୋଗ କଲେ ଆମର ସୌଭାଗ୍ୟ। ସେଥିପାଇଁ ଆମେ ପ୍ରାର୍ଥନା କରିବା ଆମେ ଯେପରି ତୁମ କାର୍ଯ୍ୟରେ ସହଯୋଗ ହୋଇପାରୁ। ଶ୍ରୀମାଙ୍କର ଜୀବନ ସମ୍ବନ୍ଧରେ ମାନୁଷୀ ବୁଦ୍ଧିରେ କିଛି ବିଚାର କରିବା ସମ୍ଭବ ନୁହେଁ। ଶ୍ରୀମା କିଏ, ସେ ମାନୁଷୀ ଶରୀର ଧାରଣ କରି ପୃଥିବୀ ପୃଷ୍ଠରେ କି କର୍ମ କରୁଛନ୍ତି, କେଉଁ ଚେତନାରେ ବାସ କରୁଛନ୍ତି, ତା ଅନ୍ତର୍ଦୃଷ୍ଟି ବ୍ୟତୀତ ବୁଝିବା ଅସମ୍ଭବ। ଏମିତି ତ ଦେଖିଲେ ସ୍ତ୍ରୀ ଲୋକ ଜଣେ ଭଦ୍ରମହିଳା ମାଙ୍କୁ ଦେଖିଲେ ଏମିତି କ'ଣ ଦେଖିବ, କିନ୍ତୁ ତାଙ୍କର ଯେଉଁ ତିନିବିଧ ରୂପ ମା ବହିରେ ସେ ବର୍ଣ୍ଣନା କରିଛନ୍ତି, ବ୍ୟଷ୍ଟିଗତ, ବିଶ୍ୱଗତ, ବିଶ୍ୱାତୀତ। ବ୍ୟଷ୍ଟିଗତ ଯେଉଁ ଶରୀରଟି ଭିତରେ ସେ ଆସିଛନ୍ତି, ବିଶ୍ୱଗତ ସମଗ୍ର ବିଶ୍ୱବ୍ୟାପୀ ରହିଛନ୍ତି ଏବଂ ବିଶ୍ୱାତୀତ ବିଶ୍ୱର ବାହାରେ ମଧ୍ୟ ଆଉ ଯାହା 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 ଅଛି। ଆମେ ବିଶ୍ୱ କାହାକୁ କହୁଛୁ? ଆମେ ବିଶ୍ୱ କହୁନୁ ପୃଥିବୀକୁ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହମଣ୍ଡଳ ଇତ୍ୟାଦି ସମସ୍ତଙ୍କୁ ନେଇକି ବିଶ୍ୱ। ସେ ସମସ୍ତ ଭିତରେ ମା ଅଛନ୍ତି ଏବଂ ତା ବାହାରେ ମଧ୍ୟ ଟ୍ରାନ୍ସେଣ୍ଡେଣ୍ଟାଲ। ଏଇ ମାଙ୍କୁ ଆମେ ମାନୁଷୀ ବୁଦ୍ଧିରେ କ'ଣ ବିଚାର କରିପାରିବା? ସେ କିଏ, ସେ ମାନୁଷୀ ଶରୀର ଧାରଣ କରି ପୃଥିବୀ ପୃଷ୍ଠରେ କ'ଣ କରୁଛନ୍ତି, କି କାମ କରୁଛନ୍ତି, ଆମେ କେମିତି ବୁଝିପାରିବା? ଆମେ ତ ଉଲ୍ଟା ମାଙ୍କର ଭୁଲ ତ୍ରୁଟି ଦେଖୁଛୁ। ମା ଏମିତି କାହିଁ କଲେ, ସେମିତି କାହିଁ କଲେ। ଆଶ୍ରମ ସବୁ ପଚାରି ନାହାନ୍ତି ତାଙ୍କୁ ପିଲାମାନେ, ସାଧକମାନେ। ଆମେ ଆମର ସାମର୍ଥ୍ୟର ବାହାରେ ସବୁ ସାଧାରଣ ମନୁଷ୍ୟର ବୋଧଗମ୍ୟ ଭାଷାରେ ଶ୍ରୀମା ତାଙ୍କର ଅତୀତ ଜୀବନ ଅତି ସଂକ୍ଷିପ୍ତ ସ୍ମୃତିବାଣୀ ବ୍ୟକ୍ତ କରିଛନ୍ତି। ଯହିରୁ ଆମମାନଙ୍କ ମାନୁଷୀ ମନ ସାମାନ୍ୟ କିଛି ଅବଗତ ହୋଇପାରେ। ମା କ'ଣ କହିଛନ୍ତି ତାଙ୍କ ନିଜର ପାଷ୍ଟ ଉପରେ? I came to India to meet Sri Aurobindo. I remained in India to live with Sri Aurobindo. When he left his body, I continued to live here in order to do his work, which is by serving the truth and enlightening mankind, to hasten the rule of the divine's love upon earth. এইটা ହେଲା ଶ୍ରୀଅରବିନ୍ଦଙ୍କ କାର୍ଯ୍ୟ ଏବଂ ଏହି କାର୍ଯ୍ୟ ପାଇଁ ମୁଁ ଆସି ରହିଥିଲି। ଅର୍ଥାତ୍ ଶ୍ରୀ ଅରବିନ୍ଦଙ୍କୁ ଭେଟିବାକୁ ମୁଁ ଭାରତକୁ ଆସିଥିଲି। ତାଙ୍କର ଲକ୍ଷ୍ୟ ସମ୍ବନ୍ଧରେ ସ୍ପଷ୍ଟ କରି କହୁଛନ୍ତି। ଶ୍ରୀ ଅରବିନ୍ଦଙ୍କୁ ଭେଟିବାକୁ ମୁଁ ଭାରତକୁ ଆସିଥିଲି। ଶ୍ରୀ ଅରବିନ୍ଦଙ୍କ ସହ ବାସ କରିବାକୁ ଭାରତରେ ରହିଲି। ସେ ତାଙ୍କ ଶରୀର ତ୍ୟାଗ କରିବା ପରେ ମଧ୍ୟ ମୁଁ ଏଠାରେ ରହି ଚାଲିଛି ତାଙ୍କର କାର୍ଯ୍ୟ କରିବା ସକାଶେ। ଯେଉଁ କାର୍ଯ୍ୟ ହେଉଛି ଦିବ୍ୟ ସତ୍ୟର ସେବା ତଥା ମାନବ ଜାତିକୁ ଜ୍ଞାନାଲୋକ ପ୍ରଦାନ କରି ଭୂପୃଷ୍ଠରେ ଦିବ୍ୟ ପ୍ରେମର ରାଜତ୍ୱକୁ ଅବିଳମ୍ବେ ପ୍ରତିଷ୍ଠା କରିବା।
श्रीअरविंद काम कौन अति स्पष्ट भाव में डिफाइन कले माँ श्रीअरविंद कार्य है दिव्य सत्यर सेवा टू सर्व द डिवाइन ट्रुथ एवं मानव जाति को ज्ञानालोक प्रदान करी भूपृष्ठ रे दिव्य प्रेमर राजत्व को अविलंबे प्रतिष्ठा करवा by serving the truth and enlightening mankind to hasten the rule of the divine love upon earth. Hasten माने शीघ्र समय कमई दवा जेति दिन लगे ताट आउरी शीघ्र से अविलंबे बोली कहूँ ये हूँ श्रीअरविंदर आसवा उद्देश्य माँ से कार्य करने भारत वर्ष रही माँ कही लक्ष्य कौन सत्य और प्रेमर जगत सत्य ही सृष्टिर उत्स सत्य ही जगतर उत्पत्ति एवं यार विकास पूर्ण अभिव्यक्तिर नियामक ही एकमात्र सत्य सत्य किए सृष्टिर उत्स सत्यरु ही सृष्टि आरंभ हो सृष्टि आरंभ हो सत्यरु किंतु धीरे 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 मिथ्या हेले ओरिजिन जेहेतु सत्य ओरिजिन सत्य तेणु वास्तव रूप से सत्य बर्तमान तापरे मिथ्या गोटे घोड़े रही मिथ्या घोड़े रही सत्य जगतर उत्पत्ति एवं यार विकास अभिव्यक्तिर नियामक ही एकमात्र सत्य जगतर विकास और पूर्ण अभिव्यक्तिर नियामक ही एकमात्र सत्य किंतु वर्तमान जगत आम कौन देखुचु वर्तमान जगत कौन देखु असत्य मिथ्या अन्याय अंधकार अत्याचार दुख जंत्रणा विभत्सता जदि सत्य सृष्टि है गोटे आईली कौन जदि सत्य है सृष्टि उत्स वर्तमान जो जगत आम देखुचु ये तो से सृष्टि ना सत्य जब सृष्टि है एमान सब कौट आसिले असत्य मिथ्या अन्याय अंधकार अत्याचार दुख जंत्रणा विभत्सता ये सब कौट आसिले कहीं तार कारण होची सत्य उपर गोटे ढांकुणी सत्य बाहर को दिशुनी सत्य आसी धीरे 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 विकृत की मिथ्या अर्थात सत्य उपर गोटे मिथ्यार ढांकुणी पड़ जाए भेल कहूँ गोटे घोड़नी गोटे पर्दा सत्यर प्रभाव और कर्मक्षेत्र आज एपरी मलिन और अस्पष्ट कहीं सत्य जदि मूल उत्स तार प्रभाव और कर्मक्षेत्र आज एपरी मलिन कहीं अस्पष्ट कहीं सत्यर विस्मृति और विकृति फल मिथ्या विरोधी अहंग राक्षसर जन्म एवं ताहार तृप्ति साधन निमित्त आज जगत देखा देती वैपरीत्य सत्यर विस्मृति आम सत्य को विस्मृत हेलु एवं तार विकृति है सत्य विस्मृत हो गला क्षण विकृति है मिथ्या है ये हूँ कारण सत्यर विस्मृति और विकृति फल मिथ्या और विरोधी अहंग राक्षसर जन्म सत्य थी कौन पशि पारि था कि सत्य यदि प्रकाश्य भाव में कार्य करें ये अहंग राक्षस जी से कौन पशि पारि था कि रसी पशि पारि न था जमी शोला बेले आम चाहिए चोर पशि पारे शोला बेले चोर पशिकी चोरी कर नहीं जाए सेमती जो सत्य धीरे 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 अस्पष्ट है विकृत है विरोधी शक्ति मैंने पशि आसिले अहंग बोली जो राक्षस अच्छी से पशि आसला मिथ्या पशि आसला मिथ्या और विरोधी अहंग राक्षस जन्म एवं ताहार तृप्ति साधन निमित्त आज जगत देखा देती वैपरीत्य विपरीत सत्यर जगार मिथ्या संपूर्ण विपरीत कहीं देखा देती ना तार कारण हूँ अहंग आसीगला अहंग बर्तमान कर्तृत्व हासिल कला एवं से तार निजर तृप्ति साधन पर जगत सब जहाँ कर चलती वैपरीत्य देखा
ଅହଂର ତୃପ୍ତି ସାଧନ ପାଇଁ, ଆଉ ସତ୍ୟର ନୁହଁ। ସତ୍ୟ ବିକୃତ ହୋଇଗଲାଣି, ମିଥ୍ୟା ହୋଇଗଲାଣି। ସତ୍ୟ ପ୍ରତି ଆନ୍ତରିକତା, ଆନୁଗତ୍ୟ ଓ ବିଶ୍ୱାସର ଅଭାବ ହିଁ ଏହି ପରିଣାମର ହେତୁ। ସତ୍ୟ ପ୍ରତି ଆନ୍ତରିକତା, ଆନୁଗତ୍ୟ, ବିଶ୍ୱାସର ଅଭାବ, ଆନ୍ତରିକତାର ଅଭାବ, ଆନୁଗତ୍ୟର ଅଭାବ ଓ ବିଶ୍ୱାସର ଅଭାବ ସତ୍ୟ ପ୍ରତି, ସେଇ କାରଣରୁ ଏହା ସବୁ ଘଟିଛି, ତାର ସବୁ ପରିଣାମ ହେଲା ଏହା। କିନ୍ତୁ ସର୍ବଶକ୍ତିମାନ ସର୍ବନିୟନ୍ତା ସତ୍ୟର ସୃଷ୍ଟିରେ ଅସତ୍ୟର ଏହି ଖେଳ କାହିଁକି? ଯଦି ଭଗବାନ ନିଜେ ସତ୍ୟର ସୃଷ୍ଟିକର୍ତ୍ତା ବା ସତ୍ୟ ସେ ନିଜେ, ସେଇ ଜାଗାରେ ଏସବୁ ସମ୍ଭବ କାହିଁକି? ଯଦି ସତ୍ୟ ଆସିନଥାନ୍ତା ତାହେଲେ ଆମେ କୁହନ୍ତୁ ଆସି ତ ନାହିଁ, ମିଥ୍ୟା ଅଛି। ଆଉ ସତ୍ୟ ଅଲରେଡ଼ି ଆସିଲେ, ମୂଳ ଉତ୍ସରୁ ଆସିଲେ ଏବଂ ଆସିକି ତାଙ୍କର ବିସ୍ମୃତି ହେଇଗଲା ଏଠି ଏବଂ ବିକୃତ ହେଇଗଲା। ମା କହିନାହାନ୍ତି କାହାଣୀ, ଚାରିଟା ଦିବ୍ୟ ଗୁଣକୁ ପଠେଇଲେ ଏବଂ ସେ ଧୀରେ ଧୀରେ ବିକୃତ ହେଇଗଲେ। ସେଇଥିରେ ଗୋଟେ ଥିଲା ସତ୍ୟ, ସେ ବିକୃତ ହେଇକି ମିଥ୍ୟା ହେଇଗଲେ। ଯେତେ ଦୂରକୁ ଗଲେ ଭଗବାନ ଠାରୁ ସେତେ ମଳିନ ହେଇ ଆସ୍ତେ ଆସ୍ତେ ସମ୍ପୂର୍ଣ୍ଣ ଓଲଟିଗଲେ। ଜୀବନ ହେଇଗଲେ ମୃତ୍ୟୁ, ଆଲୋକ ହେଇଗଲେ ଅନ୍ଧକାର। ଏଇ ବିକୃତି ଫଳରେ ସବୁ ଓଲଟା ହେଇଗଲା। ଏହି ପ୍ରଶ୍ନ ଆଜିର ଏକ ନୂତନ ପ୍ରଶ୍ନ ନୁହେଁ। ଆଦିମ କାଳରୁ ମାନବ ଚେତନାର କ୍ରମ ବିକାଶ ସଙ୍ଗେ ସଙ୍ଗେ ଏହି ଏକ ହିଁ ପ୍ରଶ୍ନ ବାରମ୍ବାର ଉତ୍ଥିତ ହୋଇଆସୁଛି ଏବଂ ତାର ଉତ୍ତର ମଧ୍ୟ ମିଳିଛି ବହୁ ଭାବରେ। କେଉଁ ପ୍ରଶ୍ନ? ଭଗବାନଙ୍କ ସୃଷ୍ଟିରେ ଏପରି ବୈପରୀତ୍ୟ କାହିଁକି? ଯଦି ସୃଷ୍ଟି ଭଗବାନ କରିଛନ୍ତି, ତାଙ୍କ ସୃଷ୍ଟିରେ ବୈପରୀତ୍ୟକୁ ଅନୁମତି କିଏ ଦିଆହେଲା? ଅନୁମତି ଦେଲା କିଏ? କାହିଁକି ଆସିଲା? ତାର କାରଣ ହେଉଛି ଆମ ଭିତରେ ସେ ପ୍ରବେଶ କରିବାର ସୁଯୋଗ ପାଇଲା। ଅହଙ୍କାର, ମିଥ୍ୟା ଇତ୍ୟାଦି ଏମାନେ ଆମ ଭିତରେ ପ୍ରବେଶ କରିବାକୁ ସୁଯୋଗ ପାଇଲେ ଏବଂ ଆମ ଭିତରେ ସୁଯୋଗ ପାଇକି ଯେତେବେଳେ ତାଙ୍କର ଲୀଳା ଆରମ୍ଭ କଲେ, ଅହଙ୍କାର ତା ଲୀଳା ଆରମ୍ଭ କଲା, ସବୁ ଆରମ୍ଭ କଲା, ଧୀରେ ଧୀରେ ସତ୍ୟ ଘୋଡ଼େଇ ହେଇଗଲା। ସେଥିପାଇଁ ମାନବୀ ଚିନ୍ତା ଏକ ହିଁ ପ୍ରଶ୍ନ ବାରମ୍ବାର ଉଚ୍ଚିତ ହେଉଛି, ତାର ଉତ୍ତର ମଧ୍ୟ ମିଳିଯିବ। ସତ୍ୟ ଚେତନା ଓ ସତ୍ୟ ଜୀବନ ଲାଭର ବିଭିନ୍ନ ପଦ୍ଧତି ଆବିଷ୍କାର କରିବା ବାକି ନାହିଁ। ଏହି ପ୍ରଶ୍ନର ବାରମ୍ବାର ଉଚ୍ଚିତ ହେଇ ଆସୁଛି ଏବଂ ତାର ଉତ୍ତର ମଧ୍ୟ ମିଳିଛି, ବହୁ ଭାବରେ ଉତ୍ତର ମିଳୁଛି। କାହାର? କାହିଁକି ଏ ଘଟଣା ଘଟିଲା? ସତ୍ୟ ପାଖରେ ମିଥ୍ୟାର ପ୍ରକାଶ ହେଲା କାହିଁକି? କେଉଁଠୁ ଆସିଲା? ସତ୍ୟ ଚେତନା ଓ ସତ୍ୟ ଜୀବନ ଲାଭର ବିଭିନ୍ନ ପଦ୍ଧତି ଆବିଷ୍କାର କରିବା ବାକି ନାହିଁ। ସତ୍ୟ ଚେତନା କ'ଣ ଏବଂ ସତ୍ୟ ଜୀବନ କ'ଣ, ତାକୁ ଆବିଷ୍କାର କରିବା ପାଇଁ କାମ ସରିଯାଇଛି। ସେ ତାକୁ ଲାଭ କରା ହେଇଯାଇଛି, ସେ ଆଉ ବାକି ନାହିଁ, ବଳକା ନାହିଁ। କିନ୍ତୁ ବାକି ରହିଛି ଏଇ ଜଗତ ଓ ଜୀବନରେ ସତ୍ୟର ପୂର୍ଣ୍ଣ ପ୍ରତିଷ୍ଠା। ସତ୍ୟର ପୂର୍ଣ୍ଣ ପ୍ରତିଷ୍ଠା ଅର୍ଥାତ୍ ଭଗବାନଙ୍କ ପ୍ରତିଷ୍ଠା। ଭଗବାନଙ୍କୁ ଆବିଷ୍କାର କରିବା, ନିଜ ହୃଦୟ ଭିତରେ ଭଗବାନଙ୍କୁ ପାଇବା ଆବିଷ୍କାର କରିବା, ଏଇଟା ବାକି ନାହିଁ। ଆମେ ଜାଣିଛୁ ବହୁତ ଦିନରେ କାମ ହେଇଯାଇଛି, ହୃଦୟ ଭିତରେ ଭଗବାନଙ୍କୁ ଆବିଷ୍କାର କରିବା। କିନ୍ତୁ ବାକି ଅଛି କ'ଣ? এই জগত ও জীবনে তার পূর্ণ প্রতিষ্ঠা। জগতের পূর্ণ প্রতিষ্ঠা, জীবনের পূর্ণ প্রতিষ্ঠা। ଆମେ ମନ୍ଦିର ଭିତରେ ଜାଣିଛୁ, ଲକ୍ଷ୍ମୀ ମନ୍ଦିର ଧର, ଚଣ୍ଡୀ ମନ୍ଦିର, ଚଣ୍ଡୀଙ୍କ ପ୍ରତିମା ଭିତରେ ଅଛନ୍ତି ଏବଂ ସେଇଠି ଆମେ ପ୍ରଣାମ କରି ଆସୁଛୁ। ବାହାରେ ବି ଚଣ୍ଡୀ ଅଛନ୍ତି, ବିଶ୍ୱାସ କରୁଛୁ। ବାହାରେ ଅଛନ୍ତି ବି ଚଣ୍ଡୀ, ବିଶ୍ୱାସ କରୁଛୁ। ଆମେ ଜାଣିଛୁ ଚଣ୍ଡୀ ସେ ମନ୍ଦିର ଭିତରେ ଅଛନ୍ତି। ମନ୍ଦିର ଭିତରେ ସେ ଯେଉଁ ପ୍ରତିମା ଭିତରେ ସେ ଅଛନ୍ତି। ଯଦି ସେଠୁ ଚାଲି ଆସିଲା ପରେ ଆମେ ବିସ୍ମୃତ ହେଇଗଲୁ, ତାଙ୍କଠାରୁ ଯେତିକି ଦୂରକୁ ଗଲୁ ବିସ୍ମୃତ ହେଇଗଲୁ, ପୁଣି କେତେବେଳେ ମନେ ପଡ଼ିଲା ତାଙ୍କ ପାଖକୁ ଗଲେ ମନେ ପଡ଼ିଲେ।
ନ୍ୟାଚୁରାଲି ତାଙ୍କ ପାଖକୁ ଯିବା ପାଇଁ ସୁବିଧା ନାହିଁ, ସୁଯୋଗ ନାହିଁ। ବିସ୍ମୃତ ଭିତରେ ପଶିଯାଇଛୁ, ତେଣୁ ବିରୋଧୀ ଶକ୍ତିର କବଳରେ ପଡ଼ିଯାଇଛୁ। ତେଣୁ ବାକି ରହିଛି ଜଗତ ଓ ଜୀବନରେ ସତ୍ୟର ପୂର୍ଣ୍ଣ ପ୍ରତିଷ୍ଠା। ପୂର୍ଣ୍ଣ ପ୍ରତିଷ୍ଠା ମାନେ ସେଠି ବି ମୁଁ ଚଣ୍ଡୀଙ୍କ ଅନୁଭବ କଲି, ବାହାରେ ବି ଚଣ୍ଡୀଙ୍କ ଅନୁଭବ କଲି, ଘରେ ଯାଇ ଦେଖି ସେଠି ବି ଅନୁଭବ କରୁଛି। ସାମୟିକ ଭାବରେ କୌଣସି ଜାଗାରେ କିଛି ସମୟ ଟିକେ ଚିହ୍ନା ହେଇଗଲା, ପରିଚୟ ହେଇଗଲା ବା ଜାଣିଗଲି, ସେତିକି ନୁହଁ। ତ ପୂର୍ଣ୍ଣ ଭାବରେ ପ୍ରତିଷ୍ଠା ମୋ ଜୀବନରେ। ଏ ଦିଗରେ ଯାହା କିଛି ଆବିଷ୍କୃତ ଅନୁସୃତ ହେଇଛି ତାହା ଦେଖାଇ ଦେଇଛି ଆଂଶିକ, ଅପୂର୍ଣ୍ଣ, ଏକମୁଖୀ ଭାବେ। ଆଉ ଗୋଟେ ଜାଗାରେ ଏକାଦେଶ ଦେଶୀ ବୋଲି ଲେଖିଛନ୍ତି। ଆବିଷ୍କୃତ ହେଇଛି, ଭଗବାନ ଆବିଷ୍କୃତ ହେଇଛନ୍ତି, ହୃଦୟ ଭିତରେ ଭଗବାନ ଆମେ ପାଇଛୁ, ସବୁ କରୁଛୁ, ଯେଉଁମାନେ ସାଧନା କରିଛନ୍ତି, କିନ୍ତୁ ତାହା ଆଂଶିକ। ଆଂଶିକ ମାନେ କେବଳ ହୃଦୟ ଭିତରେ, ହୃଦୟ ବାହାରେ ନୁହଁ। ଯେମିତି ମୁଁ କହିଲି, ମନ୍ଦିର ଭିତରେ କେବଳ ଚଣ୍ଡୀକୁ ଅନୁଭବ କଲି ବା ଚଣ୍ଡୀକୁ ପ୍ରାର୍ଥନା କଲି, ସେ ପ୍ରତ୍ୟାହ ଭିତରେ ଅଛନ୍ତି ବିଶ୍ୱାସ କଲି, କିନ୍ତୁ ବାହାରେ ଆସି ଆଉ ସେ ବିଶ୍ୱାସ ନାହିଁ। ଚଣ୍ଡୀକୁ ପ୍ରାର୍ଥନା କରିବା ପାଇଁ ମୋତେ ସେଠିକି ଯିବାକୁ ପଡ଼ିବ, ମନ୍ଦିରକୁ ଯିବାକୁ ପଡ଼ିବ, ତାଙ୍କ ଜାଗାରେ ଯାଇ ପ୍ରାର୍ଥନା କରିବାକୁ ପଡ଼ିବ। ସେଇଥିପାଇଁ କୁହାହେଉଛି ଏହା ଆଂଶିକ, ଅପୂର୍ଣ୍ଣ ଓ ଏକମୁଖୀ ଭାବେ, ଗୋଟିଏ ଦିଗରେ। ଏକମୁଖୀ ମାନେ ଗୋଟିଏ ଦିଗରେ। ସେଇଠି କେବଳ ଗଲେ ତାଙ୍କ ସାଙ୍ଗେ ଦେଖା ହେବ। କେଉଁଠିକି ନା ହୃଦୟ ଭିତରକୁ, ସେଇଠି ଯାଇ ପଶ, ସେଇଠି ଦେଖା ହେବ। ସେ ବାହାରକୁ ଆସିବେନି, ତାଙ୍କ ସଙ୍ଗେ ସେଇଠି ଦେଖିକି ପଳେଇ ଆସିବ। ବିଶ୍ୱ ରହସ୍ୟର ପୂର୍ଣ୍ଣ ଉଦ୍ଘାଟନର ଅଭାବ ହିଁ ଏହି ଭ୍ରାନ୍ତିର କାରଣ। ସମଗ୍ର ବିଶ୍ୱ ଯେଉଁ ରହସ୍ୟ, ତାର ପୂର୍ଣ୍ଣ ଉଦ୍ଘାଟନ ହେଇନାହିଁ ଏପର୍ଯ୍ୟନ୍ତ। କାହିଁ ହେଇପାରୁନି ନା ଏଇ ଭ୍ରାନ୍ତି, ଅର୍ଥାତ୍ ଭଗବାନ କେବଳ ହୃଦୟ ଭିତରେ, ଆଉ ବାହାରେ ସେ ଆସିବା ସମ୍ଭବ ନୁହଁ। ଅନ୍ତର ଭିତରକୁ ଯାଅ, ଧ୍ୟାନ କର, ପ୍ରାର୍ଥନା କର, ଜପ କର, ତପ କର, କରି ସେଇଠି ତାଙ୍କୁ ଆବିଷ୍କାର କର, ସେଇ ଜାଗାରେ ତାଙ୍କ ସହିତ ସିଦ୍ଧି ହୁଅ, ଉପଲବ୍ଧି କର, ଏବଂ ତାପରେ ଫେରିଆସି କୁହ କ'ଣ ଉପଲବ୍ଧି ପାଇଲ। ମନ ପ୍ରାଣ ଶରୀର ସହିତ କୌଣସି ସମ୍ପର୍କ ରଖ ନାହିଁ। ବରାବର ଆମେ ବହୁତ ଥର ସବୁ ପ୍ରାୟ ସବୁ ପାଠ୍ୟ କଥା ରିପିଟ୍ କରାହେଉଛି, କାରଣ ତାହା ହିଁ ଆମର ଲକ୍ଷ୍ୟର ଉଦ୍ଦେଶ୍ୟ, ଆମର ସବୁ ଲକ୍ଷ୍ୟ ସେଇଠି। ତେଣୁ ବିଶ୍ୱ ରହସ୍ୟର ପୂର୍ଣ୍ଣ ଉଦ୍ଘାଟନର ଅଭାବ ଏହି ଭ୍ରାନ୍ତିର କାରଣ। ପ୍ରଥମତଃ, ସତ୍ୟ ସୃଷ୍ଟିର ବିକାଶ ଏକ ସରଳ ପଥରେ ଶୀଘ୍ରତର ଗତିରେ ହୁଏ ନାହିଁ। କାରଣ କହିଲେ ସତ୍ୟକୁ ଜଲ୍ଦି ଜଲ୍ଦି ପାଇପାରିବନି। ସ୍ପିଡଲି କରିଦିଅ, ଆକ୍ସିଲେରେଟ୍ କରିଦେଲେ ସ୍ପିଡ଼ ବଢ଼ିଗଲା, ଜଲ୍ଦି ପଳେଇବା, ଚାଲ ସତ୍ୟକୁ ପାଇ ଆସିବା, ସେମିତି ହୁଏନି। ତା ସୃଷ୍ଟିର ବିକାଶ ଓ ସରଳ ପଥରେ ଶୀଘ୍ରତର ଗତିରେ ହୁଏନି। ଏହାର ପଥ ବଙ୍କିଳ, ବିଚିତ୍ର, ଲୀଳାମୟ ଏବଂ ଗତି ସମୟ ସାପେକ୍ଷ। ସମୟ ସାପେକ୍ଷ। ସତ୍ୟକୁ ଆବିଷ୍କାର କରିବା ଯେଉଁ ରାସ୍ତା, ଯେଉଁ ମାର୍ଗ, ସେ ସିଧା ନୁହଁ, ବଙ୍କିଳ। ବଙ୍କିଳ ମାନେ ରାସ୍ତା ବଙ୍କିଳ ଏମିତି ନୁହଁ, ତମର ଭାବନାରେ, ଚିନ୍ତାରେ, ଚେତନାରେ ତମେ ଭାବିଛ ସିଧା ପ୍ରାର୍ଥନା କରୁ 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 ଭଗବାନଙ୍କୁ ପାଇଯିବି, ସେମିତି ନୁହଁ। ତୁମ ଜୀବନରେ ଅପ୍ସ ଆସିବ, ଡାଉନ୍ସ ଆସିବ, ବ୍ୟସ୍ତ ଆସିବ, ବିବ୍ରତ ଆସିବ, ଚିନ୍ତା ଆସିବ, ଝାମେଲା ଆସିବ, ଅସୁବିଧା ଆସିବ, ବିଭିନ୍ନ ପ୍ରକାର ଅପ୍ସ ଡାଉନ୍ସ, ବିଭିନ୍ନ ପ୍ରକାର। ଇଟ୍ସ ନଟ୍ ଏ ଷ୍ଟ୍ରେଟ୍ ୱେ। ବଙ୍କିଳ ପଥ ମାନେ ଅପ୍ ଡାଉନ୍ ହେଇକି ଯିବ। କେତେବେଳେ ଭଲ ଲାଗିଲାଣି, କେତେବେଳେ କଷ୍ଟ ଲାଗିଲାଣି, କେତେବେଳେ ଖୁସି ହେଲେଣି, କେତେବେଳେ ଦୁଃଖ କରୁଛି, କେତେବେଳେ ଜଞ୍ଜାଳ, କେତେବେଳେ ବିଷାଦଗ୍ରସ୍ତ, କେତେବେଳେ ଭୟ ଆସୁଛି, କେତେବେଳେ ସାହସ ଆସୁଛି, କେତେବେଳେ ଉତ୍ସାହ ଆସୁଛି, ପୁଣି କେତେବେଳେ ବିକଳ ଅବସ୍ଥା ଆସିଯାଉଛି। ଏସବୁ ଅପ୍ ଡାଉନ୍ ଏମିତି ଚାଲିବ, ବଙ୍କିଳ ପଥ। ତାପରେ ଲୀଳାମୟ, ବିଚିତ୍ର ଲୀଳାମୟ। ଆରେ କାଲି କଥା କହୁଛି, ଆଜି କ'ଣ କଥା କହୁଛି, ତା ଲୀଳା ବୁଝି ହେବନି ଭାଇ। ସେ ମହାଲୀଳା ତାକୁ କରୁଛି, ସେ ଆଜି ଏମିତି କଲା। ସତରେ ସେୟା ହୁଏ। ବ୍ୟକ୍ତିମାନେ ତା ନିଜ ଅକ୍ତିଆରରେ ରହନ୍ତିନି। ଆଜି ଯାହା କହୁଥିବ କାଲି ତାକୁ ସ୍ୱୀକାର କରନ୍ତିନି, ଅନ୍ୟ ପ୍ରକାର ସ୍ୱୀକାର ନୁହଁ, ତାକୁ ବଦଳିକି ଆଉ ଗୋଟେ ପ୍ରକାର କରିଦେବେ। ଏବଂ ଏହାର ଗତି ସମୟ ସାପେକ୍ଷ। ଯେତେ ଭାବରେ, ଯେତେ ଭଙ୍ଗୀରେ, ଯେତେ ବୈଚିତ୍ର୍ୟ ବିଭିନ୍ନତାରେ ଏହା ପ୍ରକାଶିତ ହୋଇପାରେ, ସେହିସବୁରୁ କୌଣସିକୁ ଏହା ବାଦ ଦେବାକୁ ଚାହେଁ ନାହିଁ। ଯେତେ ଭାବରେ, ସତ୍ୟକୁ ତୁମେ ଯେତେ ଭାବରେ, ଯେତେ ଭଙ୍ଗୀରେ, ଯେତେ ବୈଚିତ୍ର୍ୟ ବିଭିନ୍ନତାରେ ପ୍ରକାଶିତ ହୋଇପାରେ, ସତ୍ୟକୁ ତୁମେ ପ୍ରକାଶ କରିବାକୁ ଚେଷ୍ଟା କରୁନା, କେଉଁ ବାଟ କରିବ। ଯେମିତି ହାତୀକି ସମସ୍ତେ ଭିନ୍ନ ଭିନ୍ନ ପ୍ରକାରରେ କହିଲେ, କେଉଁଟା ଭୁଲ କହିଲେ। ଜଣେ ଗୋଡ଼କୁ ଦେଖିଲା ଖୁଣ୍ଟ ବୋଲି କହିଲା, କେଉଁଟା ଭୁଲ କଲା ସେ। କାରଣ ସେ ଅନ୍ଧ, ସେ ଦେଖିପାରୁନି, ଗୋଡ଼ଟି କେବଳ ଦେଖୁଛି। ତା ପାଇଁ ସେଇଟା ସତ୍ୟ, ମିଥ୍ୟା ନୁହଁ। ସେମିତି ମୋତେ ଯେଉଁଟା ଲାଗୁଛି ଏଇଟା ସତ୍ୟ ବୋଲି ମୁଁ ସେମିତି କହିବି। ଯାହାକୁ ଯେଉଁଟା ସତ୍ୟ ଲାଗିଲା ସେ ସେମିତି କହିବ। ଏ କାହାକୁ ଛାଡ଼ିବନି।
ତେଣୁ ଯାହା ସତ୍ୟର ବିପରୀତ ମିଥ୍ୟା ବିଭତ୍ସ ଅନ୍ଧକାର ବୋଲି ମନେ ହୁଏ ତାହା ସତ୍ୟର ବିଭିନ୍ନ ଲୀଳାଭଙ୍ଗୀର ବିକୃତ ପରିପ୍ରକାଶ ବ୍ୟତୀତ ଆଉ କିଛି ନୁହେଁ। ଆମେ ଆରମ୍ଭରୁ ଯାହା କହିଲୁ ସତ୍ୟ ହିଁ ମିଥ୍ୟା ହେଇଯାଇଛି। ସତ୍ୟର ବିକୃତ ରୂପ ହିଁ ହେଉଛି ମିଥ୍ୟା। ମିଥ୍ୟା ଆସିବ କେଉଁଠୁ? ସତ୍ୟ ହିଁ ତ କେବଳ ଥିଲେ ନା। ସତ୍ୟ ଯେହେତୁ ବିକୃତ ହେଲେ ତେଣୁ ମିଥ୍ୟା ହେଲେ। ସତ୍ୟର ସର୍ବଶକ୍ତିମାନତା ସର୍ବସୃଷ୍ଟି କ୍ଷମତା ଏବଂ ସର୍ବନିୟାମକତା ନିଜର ସକଳ ବୈପରୀତ୍ୟ ପ୍ରକାଶରେ କ୍ଷୁର୍ଣ୍ଣ ହୁଏ ନାହିଁ। ସତ୍ୟ ତୁମେ ଯେତେ ତାକୁ ବଜାଇବାକୁ ଚେଷ୍ଟା କର ତାର କିଛି କରିପାରିବନି। ଯେମିତି ଆମେ ନିଆଁ ଉପରେ କଣ୍ଟା ଲେଖିଲେ ଲିଭିଯିବ, ତାପରେ ଘୋଡ଼େଇ ଦେଲେ ଆସ୍ତେ ଆସ୍ତେ ଲିଭିଯିବ। ସତ୍ୟକୁ ସେମିତି ନୁହଁ। ସତ୍ୟ ଯେଉଁ ଅଗ୍ନି, ତାପରେ ତୁମେ ଯାହା ବି ତାକୁ ଲୁଚେଇକି ରଖିବାକୁ ଚେଷ୍ଟା କର, ଯାହା ବି ତାର କିଛି କ୍ଷତି ହେବନି। ବିଳମ୍ବ ହେବ ତମ ପାଇଁ ବିଳମ୍ବ ହେବ ତାକୁ ପ୍ରକାଶ କରିବାରେ, କିନ୍ତୁ ତାଙ୍କର ଯେମିତି ଥିଲେ ସେମିତି ରହିବେ। ଯେତେବେଳେ ପର୍ଦ୍ଦା ସବୁ ଉଠିଯିବେ ବା ସେ ଆସ୍ତେ 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 ପର୍ଦ୍ଦାକୁ ଉଠେଇ ଯିବେ ସେତେବେଳେ ପୂର୍ଣ୍ଣ ପ୍ରକାଶ ହେବେ। ତାର କିଛି ବି କ୍ଷୁର୍ଣ୍ଣ ହେବ ନାହିଁ। ସକଳ ବୈପରୀତ୍ୟ ମଧ୍ୟରେ ବି ସତ୍ୟ ନିଜର ମୂଳ ତତ୍ତ୍ୱ ସମ୍ପର୍କରେ ସତ୍ୟ ଥାଏ। ଏଇଟା ସତ୍ୟ ଜାଣିଛି। ଯେତେ ବୈପରୀତ୍ୟ ଥିଲେ ବି ମୂଳରେ ସେ ଯାହା ସେୟା। କିନ୍ତୁ ସତ୍ୟ ସୃଷ୍ଟିର ବୈଚିତ୍ର୍ୟ ମଧ୍ୟରେ ଯେଉଁ ସବୁ ଅର୍ଦ୍ଧଚେତନ ଅବଚେତନ ବା ଅଚେତନର ସୃଷ୍ଟି ତା ନିଜର ବିସ୍ମୃତି ଫଳରେ ଏହି ପୂର୍ଣ୍ଣ ସତ୍ୟଚେତନାର ଅବଧାରଣା କରିପାରେ ନାହିଁ। ତେଣୁ ହିଁ ଦେଖାଦିଏ ସତ୍ୟର ବୈପରୀତ୍ୟ ମିଥ୍ୟାର ସମସ୍ୟା। ସତ୍ୟର ବିପରୀତ ଏବଂ ମିଥ୍ୟା ତାର କାରଣ ହେଉଛି ଯେ ସେ ସତ୍ୟ ସୃଷ୍ଟିର ବୈଚିତ୍ର୍ୟ ମଧ୍ୟରେ ଯେଉଁ ସବୁ ଅର୍ଦ୍ଧଚେତନ ଅବଚେତନ ବା ଅଚେତନ ସୃଷ୍ଟି ତା ନିଜର ବିସ୍ମୃତି ଫଳରେ ଏହି ପୂର୍ଣ୍ଣ ସତ୍ୟଚେତନା ଅବଧାରଣ କରିପାରେନି। ଭୁଲି ତ ଯାଇଛି ନା, କିଛି ତ ନାହିଁ, ବିସ୍ମୃତି ହେଇଯାଇଛି। ତେଣୁ ସତ୍ୟଚେତନା କ'ଣ ସେ ବୁଝିପାରେନି, ଆଉ ଧରିପାରେନି। ଆମେ କେଉଁଠି ଥିଲୁ, କ'ଣ କରୁଥିଲୁ, ଏ ଯେହେତୁ ବହୁତ ଗଭୀରତର କଥା। ଆମେ ସବୁ ପିଲାଦିନେ ଯେଉଁ ଜାଗାରେ ସବୁ ଥିଲୁ, କ'ଣ ଯାଇଥିଲୁ, କ'ଣ କରିଥିଲୁ, ଯେଉଁ ସାଙ୍ଗେ ଘନିଷ୍ଠରେ ସମ୍ପୃକ୍ତ ଥିଲୁ, ଏବେ ବାଇଚାନ୍ସ ଯଦି କେବେ ଯାଉ ଏଇ ଘରଟା ନା, ଏଇ ଘରଟା ଆମେ ରହୁଥିଲୁ। ଏଇ ଯେଉଁ ଗଲା ସେଠି ଆମେ ପାଠ ପଢ଼ୁଥିଲୁ, ଏ କରୁଥିଲୁ। ଏସବୁ ମନେ ଅଛି କହିଦେଉଛୁ। ଯାହା ଯାହା ମନେ ନଥାନ୍ତା ସେ ଗୁଡ଼ା କିଛି ତୁମକୁ ପୁରୁଣା ନୂଆ ଲାଗନ୍ତା, ସବୁ ନୂଆ ଲାଗନ୍ତା, କିଛି ପୁରୁଣା ଲାଗିବନି। ସବୁ ତ ନୂଆ, କିଛି ସବୁ ବଦଳି ଯାଇଛି। ତୁମ ଭିତରେ କିଛି କାହାର ସ୍ମୃତି ନାହିଁ, ସବୁ ବିସ୍ମରଣ ହେଇଯାଇଛ ତୁମେ। ତ ବିସ୍ମରଣ ଯେହେତୁ ହେଇଯାଇଛ ତେଣୁ ସତ୍ୟକୁ ଭୁଲି ଯାଇଛ। ସତ୍ୟରେ ବି ବିସ୍ମରଣ ହେଇଯାଇଛି। ସତ୍ୟରେ ଯେ ବିସ୍ମରଣ ହେଇଯାଇଛି ତେଣୁ ସେ ସତ୍ୟର ବୈପରୀତ୍ୟ ଓ ମିଥ୍ୟାର ସମସ୍ୟା ଆସିଛି। ଦ ପ୍ରୋବ୍ଲେମ୍ ଅଫ୍ ଦି ଇଭିଲ୍। ଦ୍ୱିତୀୟରେ ଦୃଶ୍ୟମାନ ଜଗତରେ ସତ୍ୟଚେତନାର ବିସ୍ମୃତି ଫଳରେ ଏଇ ଯେଉଁ ସବୁ ବିକୃତି ପରିଦୃଷ୍ଟ ହୋଇଛି ତାକୁ ତ୍ୟାଗ କରି ସୃଷ୍ଟିର ଊର୍ଦ୍ଧ୍ୱରେ ଥିବା ଅଦୃଶ୍ୟ ସତ୍ୟ ଉତ୍ସ ସହିତ ସମ୍ମିଳିତ ହେବାର ଯେଉଁ ସିଦ୍ଧାନ୍ତ, ତାହା ଏହି ଜଗତର ଊର୍ଦ୍ଧ୍ୱକୁ ଚାଲିଯାଇ ସତ୍ୟରେ ନିବାସ କରାଯାଇପାରେ, କିନ୍ତୁ ତାହା ସତ୍ୟର ପୂର୍ଣ୍ଣାଙ୍ଗ ଅଭିବ୍ୟକ୍ତି ନୁହେଁ। ତଦ୍ୱାରା ସତ୍ୟର ପୂର୍ଣ୍ଣତାକୁ ଅସ୍ୱୀକାର କରାଯାଏ। ସେଇ କଥା ପୁଣି ରିପିଟ୍ କରୁଛନ୍ତି। ତୁମେ ଯଦି କହିବ ଯେ ତାକୁ ଖୋଜିକି ଯିବି ସେଇଠି ରହିବି, ସେମିତି ହେବନି। ସତ୍ୟକୁ ଖୋଜିବା ପାଇଁ ଯିବେ, ମୁଁ ସତ୍ୟକୁ ପାଇଯିବି, ସେଇଟା ସତ୍ୟର ପୂର୍ଣ୍ଣାଙ୍ଗ ବିକାଶ ନୁହେଁ। ବରାବର କହୁଛୁ ସତ୍ୟର ପୂର୍ଣ୍ଣାଙ୍ଗ ବିକାଶ ନୁହେଁ। ସେ ତ ସେଇଠି ସବୁଦିନ ଥିଲେ, ପୁଣି ତୁମେ ସେଇଠି ତାଙ୍କୁ ପହଞ୍ଚି କ'ଣ କରିବ? ଖୋଜି କ'ଣ କରିବ? ତୁମେ ପାଇଲେ ସେଠି ଯାଇ ପାଇକି ତୁମର ସିଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ତଦ୍ୱାରା ସତ୍ୟର ପୂର୍ଣ୍ଣତାକୁ ଅସ୍ୱୀକାର କରାଯାଏ। ସତ୍ୟ ଯେପରି ଚେତନାମୟ ସେହିପରି ବହୁ ବିଚିତ୍ର ଭାବରେ ରୂପମୟ ଏବଂ ରୂପମୟ ଜଡ଼ ଜଗତରେ ଚେତନାର ପୂର୍ଣ୍ଣ ସମାବେଶ ହିଁ ସତ୍ୟର ପୂର୍ଣ୍ଣ ଅଭିବ୍ୟକ୍ତି। ସତ୍ୟ ହେଉଛି ଚେତନାମୟ, ମାନେ ଭିନ୍ନ ଭିନ୍ନ ଚେତନାର ସତ୍ୟ ଅଛି। ଚେତନାର ବିଭିନ୍ନ ସ୍ତରରେ ଚେତନାମୟ ସତ୍ୟ, ବହୁ ବିଚିତ୍ର ଭାବରେ ରୂପମୟ। କାଠରେ ଅଛି, ପଥରରେ ଅଛି, ମଣିଷରେ ଅଛି, ପୋକରେ ଅଛି, ଜୀବଜନ୍ତୁରେ ଅଛି, ଗଛପତ୍ରରେ ଅଛି, ଫୁଲ ଫଳରେ ଅଛି, ସମୁଦ୍ରରେ ଅଛି, ସୂର୍ଯ୍ୟରେ ଅଛି, ଚନ୍ଦ୍ରରେ ଅଛି, ଆକାଶରେ ଅଛି। ସତ୍ୟ ସବୁଠି ଅଛି, ବିଭିନ୍ନ ରୂପରେ। ସତ୍ୟର ସବୁ ଜାଗାରେ ସତ୍ୟ ଅଛି। ତେଣୁ ସତ୍ୟ ଯେପରି ଚେତନାମୟ ସେ ବହୁ ବିଚିତ୍ର ରୂପମୟ। ରୂପମୟ ଜଡ଼ ଜଗତରେ ଚେତନାର ପୂର୍ଣ୍ଣ ସମାବେଶ ହିଁ ସତ୍ୟର ପୂର୍ଣ୍ଣ ଅଭିବ୍ୟକ୍ତି। এই ଜଡ଼ ଜଗତ ରୂପମୟ ଜଡ଼ ଜଗତ, ଯେତେ ପ୍ରକାର ରୂପ ତୁମେ ଚିନ୍ତା କରିପାର ସବୁ ଜଡ଼ ଜଗତରେ ଅଛି। এই ଜଡ଼ ଜଗତ ଚେତନାର ପୂର୍ଣ୍ଣ ସମାବେଶ। ମନ ପ୍ରାଣ ଶରୀର ଯେତେ ଯେତେ ଚେତନା ଅଛି ଏ ସବୁ ଚେତନାର ସମ୍ପୂର୍ଣ୍ଣ ସମାବେଶ, ସମସ୍ତ ସାମଗ୍ରିକ ସମାବେଶ ହେଉଛି ପୂର୍ଣ୍ଣ ଅଭିବ୍ୟକ୍ତି। ଏ ହେଉଛି ସତ୍ୟର ପୂର୍ଣ୍ଣ ଅଭିବ୍ୟକ୍ତି। ମନରେ ପ୍ରାଣରେ ଶରୀର ସବୁଠି ତୁମେ ତାକୁ ଅଭିବ୍ୟକ୍ତ କରୁଛି। এই ତତ୍ତ୍ୱକୁ ସ୍ୱୀକାର କଲେ ଜଗତ ଓ ଜୀବନକୁ ତ୍ୟାଗ କରିବାର ପ୍ରଶ୍ନ ଉଠେ ନାହିଁ।
यही तथ्य को स्वीकार कले जगत और जीवन को त्याग करिवार प्रश्न उठे नहीं। जो प्रश्न उठे ताहला विस्मृत पूर्णांग सत्य चेतनार पुनरुद्धार बा विकृत जगत जीवन प्रकृत रूपांतर उपाय आविष्कार यहाँ असल आवश्यकता। कौन कौन आवश्यकता? विस्मृत पूर्णांग सत्य चेतनार पुनरुद्धार अर्थात जो सत्य को भूली जाइए जीवन ताको आउ थे आविष्कार करवा भितर आउ थे आविष्कार करवा एवं विकृत जगत और जीवन प्रकृत रूपांतर उपाय आविष्कार। जो जगत रे जो जीवन में बचु जो मनुष्य बचुचु जो जगत में बास कर से जो विकृत हो केमती रूपांतर करवा ये हूँ असल दायित्व। तेणु प्रश्न है विस्मृत पूर्णांग सत्य चेतनार पुनरुद्धार बा विकृत जगत और जीवन प्रकृत रूपांतर उपाय आविष्कार ये कार्य आमको करने को पड़ो। यही रूपांतर पंथा को आविष्कार करी कार्यकारी करने ही सत्य सृष्टि अन्यतम रहस्य। कौ बाटे रूपांतर कर उद्देश्य बुझे कौ उपाय रूपांतर पंथा रूपांतर हवा दरकार बोली बुझीगले कौ बाटे रूपांतर हो। सत्यर विस्मृति और विकृति फल जो अहंग विभेद देखा ता विलोप साधन पंथा है मानव मनर ऊर्ध्वस्थ अतिमान चेतना को प्राप्त होगा समग्र विश्व को एक ही सत्य चेतनार बहु भंगिम लीलाम अभिव्यक्ति बोली उपलब्धि करवा। जो फर्मूला सब कौन यहाँ केमी हम मानव मनर ऊर्ध्वस्थ अतिमान चेतना को प्राप्त होगा सेठू प्राप्त ऊर्ध्वस्थ मनर ऊर्ध्व चेतना अच्छी समग्र विश्व को एक ही सत्य चेतनार बहु भंगिम लीलाम अभिव्यक्ति बोली उपलब्धि करवा। आमर समग्र पृथ्वी रे कौन से किसी ना जहाँकि लीलाम को सत्य को प्रकाश करी नहीं सबू बहु भंगिम लीलाम अभिव्यक्ति बोली उपलब्धि करवा एवं सृष्टिर प्रतिटी एकक सत्य चेतनार विशालता व्यापकता और ऐक्यमूलक परम संपर्क बा दिव्य प्रेम संबंध में सचेत हो तार प्रतिष्ठा निमित्त सहयोगी हो। टिके भाषा जटिल भाया लगुच कि घटना से गोटे कथा कहूँ आविष्कार कर जीवन में प्रकाश करवा अभिव्यक्ति जो उपलब्धि करिया सृष्टिर प्रतिटी एकक सत्य चेतनार विशालता प्रतिटी एकक सत्य चेतनार विशालता सॉरी प्रतिटी एकक सत्य चेतनार विशालता व्यापकता और ऐक्यमूलक परम संपर्क बा दिव्य प्रेम संबंध में सचेत यह है तार प्रतिष्ठा निमित्त सहयोगी है। आज तुम कर प्रतिष्ठा तो आम सहयोगी हो पार ये आम दायित्व। सत्य और प्रेमर प्रतिष्ठा संगे संगे आनुषंगिक सकल दिव्य गुण प्रमाण आम भर सत्य प्रेमर प्रतिष्ठा है केमती जाना ना शक्ति सौंदर्य सहावस्थान सुसंगति ये सब स्वतःस्फूर्त भाव जगत में प्रतिष्ठित हो स्वतःस्फूर्त भाव जगत में प्रतिष्ठित हो एवं जो मैंने एप्रति निजक उन्मीलित रखिए से मैंने अहं विभेद और विकृत ऊर्ध्व को चली जाई यही जगत रे ही दिव्य जीवन अधिकारी हेबे। प्रमाण आम तो यह जना पड़ा आम कौन हेले हम तापर कहते शक्ति सौंदर्य सहावस्थान सुसंगति आदि स्वतःस्फूर्त जगत में प्रतिष्ठित हे स्वतःस्फूर्त हे सेपट हो एपटे प्रतिष्ठा आरंभ सेपट हो एपटे प्रतिष्ठित हो। आम स्कूल खेल पड़ियाटा समग्र बाली संपूर्ण बाली आम बाली छड़ा किसी जानू से कि वर्षा किस दिन है स्कूल छुट्टी गला पिला मैंने कि आसिले धीरे धीरे घास उठीगला आम तो घास रोई नथिलु ता तले तो घास अच्छी कौटी आम जान नु आम केवल बाली एत बाली जे ताती थी बाली खरा दिन प्रबल गरम हुए बाली तातेरा बाली किंतु किछि करा जाइनी खाली वर्षा है और कई कूदिले से वर्षा किए जावासिया कले खाली पड़ला धीरे धीरे सब घास उठीगला पूरा पड़ियाटा घास भर्ती स्वतःस्फूर्त उठिला कारण ता भितर से सुजोग अच्छी से संभावना अच्छी सुजोग मिल नाला जमती संभावना को सुजोग मिलगला प्रकाश होगा। तेणु यहाँ स्वतःस्फूर्त जगत में प्रतिष्ठित हो जो मैंने एप्रति निजक उन्मीलित रखिए से अहं विभेद और विकृत ऊर्ध्व को चली जाई यही जगत में ही दिव्य जीवन अधिकारी हे दिव्य जीवन पर जगत छाड़ा पड़ो। यह ही विश्व रहस्यर संक्षेप वार्ता
ଏବଂ ଶ୍ରୀମା ଶ୍ରୀ ଅରବିନ୍ଦ ଆମମାନଙ୍କୁ ଏହି ସତ୍ୟ ଓ ଆଦର୍ଶ ସମ୍ବନ୍ଧରେ ବାରମ୍ବାର ସଚେତ କରିଦେଇଛନ୍ତି। ବର୍ତ୍ତମାନ ଶ୍ରୀମାଙ୍କ ପ୍ରଦତ୍ତ 21/2/1968 ଏବଂ 29/2/1968 ତାରିଖରେ ବାଣୀ ଏହି ପତ୍ରିକାର ପ୍ରଥମରେ ପ୍ରଦତ୍ତ ଏହି ସୃଷ୍ଟିକୁ ଆମମାନଙ୍କର ଏକାନ୍ତ ଅନୁରୋଧ। ସେଥିପାଇଁ ଆମେ ଆଜି ଏଇଠି ରଖିବା, କାଲିକୁ ଏହି ବାଣୀମାନଙ୍କୁ ଆଲୋଚନା କରିବା। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛ, ସେସବୁର କିଛି ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever.